ଦୁଇ ଦିନ ହବ ଆଜିକି ନିଆଁ ଲାଗିଗଲା। ସେପଟ ଏପଟ ରୋଡ ଉପରେ ଆଜ୍ଞା କିଛି ଦୋକାନ ଜଳିଗଲା। ଆମ ଏପଟ 35-36 ଦୋକାନ ପୁରା ଜଳି ମାଟିରେ ମିଶିଗଲା ଆଜ୍ଞା। ମାଟିରେ ତ ମିଶିଗଲା ବାକି ଅବଶିଷ୍ଟ ଯେତିକି ଦୋକାନ ଆଜ୍ଞା ଥିଲା ଜଳି ନଥିଲା ସେତକି ବି ଜୋର ଜବରଦସ୍ତ ପ୍ରଶାସନ ଲାଗିକି ଆମକୁ ଉଚ୍ଛେଦ କରାଇଗଲା। ଯଦି ଉଚ୍ଛେଦ କରା ହେଇଗଲା ତ ଏପର୍ଯ୍ୟନ୍ତ ସରକାର ସ୍ତରରେ ଆସିଛନ୍ତି, ବୁଲିକି ଯାଇଛନ୍ତି, ସମସ୍ତେ ବାଇଟି ଦେଇଛନ୍ତି ସମସ୍ତେ, କିନ୍ତୁ ଆମ ପାଖରେ ସରକାରୀ ସ୍ତର ଲୋକ କେହି ଜଣେ ଭେଟି ନାହାନ୍ତି। ଆମକୁ ପଦେ ଆଶ୍ୱାସନା ମିଳିନି। କାଲିଠାରୁ ଭୋକ ଉପାସରେ ନ ଖାଇ ନ ପିଇ ସମସ୍ତେ ଏଠି ଏକତ୍ର ହେଇକି ବସିଛନ୍ତି। କାଲି ଦୁଇ ଦିନ 2 ରାତି ବିତି ଯାଇଥିଲେ ବି ଆମ ପାଖରେ କେହି ଜଣେ ପହଞ୍ଚି ନାହାନ୍ତି କି କୌଣସି ସରକାରୀ ସହାୟତା ଆମକୁ ମିଳିନି। ଆମେ ଆଜ୍ଞା ଆଶା କରୁଛୁ, ଆମେ ଯୋଉ ନେକ୍ସଟ ଆଶା କରୁଛୁ କଣ, ଆମକୁ ଯୋଉ ଜାଗା ଦିଆଯାଉ, ଯଦି ସରକାରଙ୍କର ଏଇଟା ଦରକାର ହଉଛି ଆମେ ଖୁସିରେ ସରକାରକୁ ଏଇଟା ଛାଡ଼ିଦବୁ। ଆମେ ଯୋଉ ଜାଗାରେ ପ୍ରତିପୋଷଣ କରିପାରିବୁ ଆମକୁ ସେଇଭଳିଆ ଜାଗା ଦିଆଯାଉ। ଆମ ବ୍ୟବସାୟ କରିବୁ, ଆମେ ସରକାର ଯାହା କହିବେ ସରକାରକୁ ସାହାଯ୍ୟ କରିବୁ। ସରକାରଙ୍କ ନିୟମ ଅନୁସାରେ ହଁ ଉଠେଇ ଦବା ନାଇଁ, ଉଠେଇ ଦିଆଯାଇଛି। ଯେତିକି ଦୋକାନ ପୋଡି ଯାଇଥିଲା ନେକ୍ସଟ ଯେତିକି ଦୋକାନ ଥିଲା ସେ ଆଉ ପ୍ରଶାସନ ଲାଗିକି କାଲି ସେତକ ଜୋର ଭାଙ୍ଗି ଦିଆଗଲା। ପୋଲିସ ପ୍ରଶାସନ ବିଏମସି ଷ୍ଟାଫ ସବୁ ମିଶିକି କାଲି ଭାଙ୍ଗିଦେଲେ। କହିଲେ ତମେ ଏଠି ଷଡଯନ୍ତ୍ର ଥାଇପାରେ, ଭଗବାନ ଜାଣିଥିବେ। କାହିଁ ଆଜ୍ଞା ଏ ବିଷୟରେ ଆମର ଆଜ୍ଞା ଧାରଣା କଣ ଷଡଯନ୍ତ୍ର ଅଛି ଭାଇ ସେ ବିଷୟରେ। ଆମେ ସେ ରାଜନୀତି ଲୋକ ନୁହଁ, ଆମେ ପେଟ ପୋଷିବା ପାଇଁ ବ୍ୟବସାୟ ହଉଛି ଆମର ଜୀବିକା। ବ୍ୟବସାୟ କରିବୁ, ପିଲା ଛୁଆ ପେଟ ପୋଷିବୁ, ଏଇଟା ହଉଛି ଆମ ମୁଖ୍ୟ ଦେଶ। ହାଟ ସଭାପତି କଣ ପ୍ରତିକ୍ରିୟା ରଖୁଛନ୍ତି? ହାଟ ସଭାପତି ଯୋଉଦିନ ନିଆଁ ଲାଗିଲା ସେଦିନ ପୁରା ଆମ ସାଙ୍ଗରେ ପୁରା ରହିଥିଲେ, ପୁରା ରାତି ଯାକ ଆମ ପାଖେ ଅଛନ୍ତି। ଆମକୁ ସମ୍ବର୍ଦ୍ଧନା ଦେଇଛନ୍ତି, ତମେ କିଛି ବ୍ୟସ୍ତ ହନା, ତମ ପାଇଁ ଯୋଉଟା ସୁବିଧା କରିହବ ସେଇଟା ମୋ ସ୍ତରରେ ମୁଁ ନିଶ୍ଚିତ କରିବି। ଆମର ଟ୍ରେଡ୍ ଲାଇସେନ୍ସ, ଡେଲି ଟିକେଟ, ୟୁଜର ଫି ସବୁ ଆଜ୍ଞା କରାହଉଛି ପ୍ରତ୍ୟେକ ବର୍ଷ।